ଆଜ୍ଞା ନମସ୍କାର। ଆପଣ ବଳରାମ ଜେନା କହୁଛନ୍ତି? ଆଜ୍ଞା ଆଜ୍ଞା ଆମେ ବିଜେଡି ଅଫିସରୁ କହୁଥିଲୁ। ଆଜ୍ଞା ଆପଣଙ୍କର ଇଏ କୋଉ ନିର୍ବାଚନ ମଣ୍ଡଳୀ? ଆଜ୍ଞା ଆମର କେନ୍ଦୁଝର ଆନନ୍ଦପୁର ନିର୍ବାଚନ ମଣ୍ଡଳୀ। କେନ୍ଦୁଝର ଆଜ୍ଞା ବ୍ଲକ ଆଟଡି ବ୍ଲକ। ହାଟଡି ବ୍ଲକ। ଆଚ୍ଛା ଆପଣ ନବୀନ ବାବୁଙ୍କର ସବୁ ଯୋଜନା ଅଛି ପାଉଛନ୍ତି? ଆଜ୍ଞା ମୁଁ କହିଲି ଆପଣଙ୍କର ନବୀନ ବାବୁ ଯୋଉ ସରକାର ଅଛନ୍ତି ଓଡିଶାରେ ଆଜ୍ଞା ତାଙ୍କର ଆଜ୍ଞା ବିଭିନ୍ନ ଯୋଜନା ଅଛି ଆପଣ ପାଉଛନ୍ତି? ହଁ ଆଜ୍ଞା ପାଉଛି ଯେ କିନ୍ତୁ କାଳିଆ ଯୋଜନା ଯୋଉ ସରକାର କହିଲେ 10,000 ଦବା ପାଇଁ, କିନ୍ତୁ 10,000 ଦେଲେନି। ପ୍ରଥମେ 4,000 ଦେଲେ, ତାପରେ 2,000 ଦେଲେ, ତାପରେ କାହାର ଆସୁଛି ତ କାହାର ଆସୁନି। ନାଇଁ ଆପଣ କଣ ବେନିଫିଟ ସବୁ ପାଇଛନ୍ତି କହୁନାହାନ୍ତି କାଳିଆ ଯୋଜନା ଭଳି? ଆଜ୍ଞା ମୁଁ କେବଳ କାଳିଆ ଯୋଜନା ର 2,000 ଟଙ୍କା ପାଉଛି। ଆଉ ୟା ବ୍ୟତୀତ କୌଣସି ଓଡିଶା ସରକାର ଯୋଜନା ଆମ ପାଖରେ ପହଞ୍ଚି ପାରୁନାହିଁ। ଆଜ୍ଞା କାର୍ଡ BSKY କାର୍ଡ ପାଇଛନ୍ତି? ସେଇ ଯୋଉ BS କାର୍ଡ କଥା ଆପଣ କହୁଛନ୍ତି, କିନ୍ତୁ ସେ ତ ଗଭର୍ଣମେଣ୍ଟ ହସ୍ପିଟାଲରେ ସେଇଟା ଉପଲବ୍ଧ ନାହିଁ। ପ୍ରାଇଭେଟ ହସ୍ପିଟାଲକୁ ଆମେ ଗରିବ ଖଟିକିଆ ଲୋକ, ଆମେ କେମିତି ଜାଣିବୁ ସେ ସୁବିଧା ଟା କୋଉ ହସ୍ପିଟାଲରେ ମିଳୁଛି ବୋଲି। ଏଇଟା କେବଳ ଏଇ ଧରନ୍ତୁ କୌଣସି ମେଡିକାଲ କେସ୍ ହେଲା ପ୍ରାଇଭେଟରେ ଦେଖିବା ପାଇଁ ରହିଛି। ଆଜ୍ଞା ମେଡିକାଲ ତ ସମ୍ପୂର୍ଣ୍ଣ ମାଗଣା ମେଡିକାଲ ତ, ଆଉ ସେଠି କାର୍ଡ ଆବଶ୍ୟକ କଣ ଆଉ? ଆଜ୍ଞା ଆଚ୍ଛା ଆପଣଙ୍କର ବିଜୁ ପକ୍କା ଘର କି କଣ ଅଲଗା ସବୁ ପାଇନାହାନ୍ତି? ଆଜ୍ଞା ବିଜୁ ପକ୍କା ଘର ତ ପାଇନି, ମୁଁ ପାଇଥିଲି PM ଆବାସ ଗୋଟେ। ଆଚ୍ଛା PM ଆବାସ ଯୋଉଟା କି 1,80,000 ମିଳିବା କଥା, 1.5 ଲକ୍ଷ ମିଳିବା କଥା, ସେଇଟା ମୁଁ ପାଇଛି 1,30,000। ଆଉ ଅବଶ୍ୟ ପଇସା ବୋନସ ଏସବୁ ଆଜ୍ଞା ମିଳିପାରିଲା ନାହିଁ। ବ୍ଲକ ଧାଇଁ ଧାଇଁ ମଣିଷ ଥକିଲା, କିନ୍ତୁ ସେ ମିଳିପାରିଲା ନାହିଁ। ମାନେ କେନ୍ଦ୍ର ଦଉଥିବା ଜିନିଷକୁ ଆମ ପାଖରେ ଠିକ ଭାବରେ ପହଞ୍ଚି ପାରିଲାନି। ସେଥିରୁ ଓଡିଶା ସରକାର ଯୋଉ ଚେଲା ଚାମୁଣ୍ଡା ଅଛନ୍ତି। ନାଇଁ ଓଡିଶା ଆଜ୍ଞା ସରକାର ତ ଦଉଛନ୍ତି ଯୋଜନା ତ ଅନେକ ଓଡିଶା ସରକାରଙ୍କର। ଆଜ୍ଞା କିନ୍ତୁ ଆପଣ ତ ପାଉଛନ୍ତି ଚାଉଳ, ମାଗଣା ଚାଉଳ ପାଉଥିବେ? ଆଜ୍ଞା ସେଇଟା ତ କେନ୍ଦ୍ର ଦଉଛି ନା। ନା କେନ୍ଦ୍ର ଦଉଛି, ଓଡିଶା ସରକାର ବି ଦଉଛନ୍ତି। ଆଉ ନା ଓଡିଶା ସରକାର ଆପଣ ଯୋଉ କଥା କହିଲେ ଓଡିଶା ସରକାର ଦଉଛି ବୋଲି, ସେଇଟା କଣ ଓଡିଶା ସରକାରଙ୍କ ମାଧ୍ୟମରେ ଆସୁଛି, କିନ୍ତୁ ଓଡିଶା ସରକାର ଦଉନି ଆଜ୍ଞା। ସେଇଟା କେନ୍ଦ୍ର ଦଉଛି। ଆଉ ସିଏ ଯେତେବେଳେ ଚାଉଳ ଗହମ ଚାଉଳ ଦଉଥିଲା, ଇଏ ଖାଲି ଆମକୁ ଧରେଇଦେଲା ଆଜ୍ଞା ଝୋଲା ନେଇକି ଆମେ କଣ କରିବୁ? ଆମେ ତାମିଲନାଡୁ ଆଜ୍ଞା ଯିବୁ ନା ଭିକ ମାଗିବୁ? ଆପଣ କହୁନାହାନ୍ତି। ଆଜ୍ଞା 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 ଛାଡନ୍ତୁ, ଆପଣ ତ ଯୋଜନା ନିହାତି ପାଉଛନ୍ତି। ଆଜ୍ଞା ତେଣୁ ଯେତେ ଯାହା ହେଲେ ଆପଣ 25 ବର୍ଷ ନବୀନ ବାବୁଙ୍କୁ ଭୋଟ ଦେଇକି ଜୟଯୁକ୍ତ କରିଛନ୍ତି। ଯାହା ହଉ 25 ବର୍ଷ ଭିତରେ ଆପଣଙ୍କ ଅଞ୍ଚଳରେ କଣ ବିକାଶ ହେଇନି? ଆଜ୍ଞା ଦେଖନ୍ତୁ, ଯେତେ ସବୁ ବିକାଶ ହେଇଛି ସେ ସବୁ ଆଜ୍ଞା କେନ୍ଦ୍ର ଅର୍ଥରେ। ଏଠି ଯୋଉ ସଡକ ହଉଛି ସିଏ ହଉଛି ପ୍ରଧାନମନ୍ତ୍ରୀ ସଡକ ଯୋଜନା। ଯୋଉ ଘର ଖଣ୍ଡିଏ ମିଳିଲା ସିଏ ହେଲା PM ଆବାସ। ନାଇଁ ଯୋଉ ସେଥିରେ ବି ଓଡିଶାର ଭାଗିଦାର ଅଛି। କେନ୍ଦ୍ର ଯଦି ଦଉଛି, ଆଜ୍ଞା କେନ୍ଦ୍ର ବି ଓଡିଶାରୁ ନଉଛି ତାର ଯୋଉ ଇଏଟା ତାର ଭାଗ ଟା ନେଇଯାଉଛି ନା। ଆଜ୍ଞା କେନ୍ଦ୍ର ତାକୁ ସରକାର ଯଦି ନେଇକି ସେ ଦଉଛି। ନଉଛି ଯଦି ସିଏ ତା ମାଧ୍ୟମରେ, ତାହେଲେ ଏଠି ତ ବେଆଇନ ବାଲିଘାଟ ବି ଖୋଳା ହଉଛି। ତାହେଲେ ସେଇ ପଇସାଟା ତ କେନ୍ଦ୍ରକୁ ଯିବା କଥା। ସେଇଟା କିନ୍ତୁ ଓଡିଶାର ଯୋଉମାନେ ରହିଲେ ପ୍ରଶାସକ, ସେମାନେ ମିଲି ଭଗତରେ ସେ ଲୁଟିବାରେ ଲାଗିଛନ୍ତି। ତେଣୁ ସେଥିପାଇଁ ଏକ ପ୍ରକାର ଦାୟୀ କାହିଁକି ଓଡିଶା ସରକାର ନ ହେବେ? ଆଚ୍ଛା ଆପଣ ଭୋଟ ତ ପାଖେଇ ଆସିଲାଣି, ଏବେ ଆପଣ ଭୋଟ କାହାକୁ ଦେବେ ବୋଲି ଭାବୁଛନ୍ତି? ମୁଁ ଆଜ୍ଞା ଚିନ୍ତା କରିଛି ଦୁର୍ନୀତି ସରକାର ହଟିବା ଦରକାର। ତେଣୁ ମୁଁ ମନସ୍ଥ କରି ନେଇଛି ଯେ ମୁଁ BJP ସରକାରଙ୍କୁ ଦେବି। ଡବଲ ଇଞ୍ଜିନ ଓଡିଶାକୁ ଆସିବାକୁ ମୁଁ ପୂର୍ଣ୍ଣ ସହାୟତା କରିବି। ଆଜ୍ଞା ଓଡିଶାରେ କଣ BJP ସରକାର ଆସିଲେ ଠିକ ଆପଣ ଯୋଜନା ପାଇବେ ସବୁ ବୋଲି ଆଶା ରଖିଛନ୍ତି? ନିଶ୍ଚିତ। କାରଣ ସେଥିରୁ ଯୋଉ ଯୋଜନା ଆସୁଛି ଇଏ ସବୁ ବାଟ ମାରଣା ହେଇଯାଉଛି, କିନ୍ତୁ ତାଙ୍କ ହାତ ମାଧ୍ୟମରେ ଆସିକି ଓଡିଶା ସରକାରରେ ଯେତେବେଳେ BJP ସରକାର ଆସିବ, ସେଇଟା ଆଜ୍ଞା ବାଟର ମାରଣା ହବାକୁ ପ୍ରଶ୍ନ ନାହିଁ। ତେଣୁ ସେଇଟା ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚି ପାରେ ବୋଲି ଆମର ବିଶ୍ୱାସ। ଆଚ୍ଛା ML ଭୋଟ ଟା ଆପଣ କାହାକୁ ଦେବେ? ML ଆଜ୍ଞା BJP କି ହିଁ ଦବୁ। MP? MP ବି ମଧ୍ୟ BJP। ଦିଟା ଯାକ ମାନେ କେନ୍ଦ୍ର ସରକାର? ଆଜ୍ଞା। କାଇଁ ବିଜେଡି ଆପଣଙ୍କର କୌଣସି କାମରେ ଲାଗିଲାନି? ବହୁତ ତ ଆପଣ ଯୋଜନା ପାଇଛନ୍ତି କହୁଛନ୍ତି, ପୁଣି ନା ବିଜେଡି
ନା ବିଜେଡି ଆପଣ ଦବା ଲୋକ ଦଉଛି ନା ସିଏ, ଇଏ କେବଳ ମଝିରେ ନାଁ ନଉଛି। ଆଜ୍ଞା ସବୁ ଦିଅନ୍ତି ମୋଦି, ନବୀନ ଖୋଲନ୍ତି ବୁଦ୍ଧି, ସେଥିଲାଗି ଆଜ୍ଞା ବାର୍ଦ୍ଧକ୍ୟ ଅବସ୍ଥା ହେଇଗଲେଣି, କିନ୍ତୁ ତଥାପି ସେ ଏପର୍ଯ୍ୟନ୍ତ କଲେନି ସାଦି। ଏ ପାଣ୍ଡିଆନ ସେ ଚିନ୍ତା କରିଛନ୍ତି ଓଡିଶାକୁ କରିବେ ବରବାଦି, ହେଲେ ଜନତା ହେଲେଣି ରେଡି। ଏ 24ରେ ଆଜ୍ଞା ସେ ଶଙ୍ଖକୁ ଦେବେ ଖେଦି। ଜୟ ଜଗନ୍ନାଥ। ଆଶା କରୁଛି ଆପଣ ନିଶ୍ଚିନ୍ତ ଭାବରେ ଟିକେ ବିଚାରକୁ ନେବେ। ଆଜ୍ଞା ଆପଣ ତ ଜଣେ କବି, ଆଜ୍ଞା ଯାହା ଭାବୁଛି ଚିନ୍ତା କରି ଭୋଟ ଟି ଦେବେ ଆଜ୍ଞା। ବିଜୁ ଜନତା ଦଳକୁ ଟିକେ ଚେଷ୍ଟା କରିବେ ଦବା ପାଇଁ। ରହିଲି, ଜୟ ଜଗନ୍ନାଥ। ଆଜ୍ଞା।